ହେଉଛି ସୁଶୀଲ କୁମାର ସୁବୁଦ୍ଧି। ମୋ ଘର ବାଲୁଗାଁ ପାଟନା ସାହି। ମୋର ମାର୍କେଟ ଉପରେ ଗୋଟେ ହୋଲସେଲ୍ ଦୋକାନ ଅଛି। ମୁଁ ସେଇଦିନ ରାତି 10:15ରେ ଦୋକାନ ବନ୍ଦ କଲି। ଧର ବର୍ଷା ଯୋଗୁଁ ମୁଁ ସେଇଠି ପ୍ରାୟ 45 ମିନିଟ୍ ଖଣ୍ଡେ ଠିଆ ହେଇପଡ଼ିଲି। ମୋ ଘରକୁ ଯାଇଗଲି। ବର୍ଷା ଯେମିତି ଛାଡ଼ିଲା ମୁଁ ଘରକୁ ଯାଉଥିଲି। ଘରକୁ ଯିବା ପରେ ଆମ ଘରଠୁ 50 ମିଟର ଦୂରରେ ସେ ଗୋଟେ ସୁଜୁକି ଗାଡ଼ି ଇନୋଭା ଭଳିଆ ଦୁସୁଥିଲା। ସେଇଥିରେ ସେ ଚୋର ଯାକ ଥିଲେ। ସେମାନେ ସବୁ ଆସିକି ସାଙ୍ଗେ ସାଙ୍ଗେ କବାଟ ଖୋଲିକି, ମୁଁ ତ ସେ ପଛପଟେ ଅଛି, ମୋତେ ସାଙ୍ଗେ ସାଙ୍ଗେ କାବୁ କରିକି ମୋତେ ଟେକିକି ନେଇକି ସେ ଗାଡ଼ିରେ ଶୁଆଇ ଦେଲେ। ମୁଁ ଉପରେ ବସି ପଡ଼ିଲି। କହିଲେ ତମେ ଉଠିବାକୁ ହେବନି, କିଛି ନାହିଁ। ମୋତେ ସେଇଥିରେ ନେଇଗଲେ ଗାଡ଼ିରେ। ମୋର ଯେଉଁ ସ୍କୁଟି ଗାଡ଼ିଟା ଥିଲା, ମୁଁ ଆସୁଥିଲି, ସେ ଗାଡ଼ିଟା ସେମାନେ ପଛରେ ପଛରେ ମୋତେ ଧରିକି ପଡ଼ିଲେ। ହେଲେ ମୋତେ କୁଆଡ଼େ ନେଇଛନ୍ତି ମୁଁ ତ ଦେଖିପାରିଲିନି। ମୋତେ ଶୁଆଇ ଦେଇଛନ୍ତି। ମୋତେ ପ୍ରାୟ ଅଧଘଣ୍ଟା ପରେ କହିଲେ ତମ ଗାଡ଼ିଟା ଅଛି ଆମର କହ୍ନେଇପୁର ରାସ୍ତା ଭିତରେ। ସେତିକି କହିକି ତାପରେ ମୋତେ ବସେଇ ଦେଇକି ମୋ ଆଖିରେ ଗୋଟେ ପଟି ବାନ୍ଧିଦେଲେ, ଗୋଟେ କପଡ଼ା ଗୋଟେ ବାନ୍ଧିଦେଲେ। କପଡ଼ା ବାନ୍ଧି ଦେଇକି ମୋତେ ଆଉ କିଛି ଖାଲି ଇଆଡ଼ୁ ସିଆଡ଼ୁ ସବୁ ପଚାରୁଥାନ୍ତି, ତମର ବିଜନେସ୍ କ'ଣ, ତମର ଆଉ କିଏ କିଏ ଅଛନ୍ତି, ତମର କ'ଣ। ତାପରେ ଆମେ ବାଲୁଗାଁରେ ଆହୁରି 2-3ଟା ଲୋକଙ୍କୁ ସବୁ ଟାର୍ଗେଟ୍ କରିଛୁ। ସେ ଗୋଟେ ନାଁ କହିଲେ ସେମିତି ଦୀପକ ସେନାପତି ବୋଲି, ସେ ମେଡ଼ିସିନ ବିଜନେସ୍ କରୁଛନ୍ତି। ତାଙ୍କ ନାଁ ବି କହିଲେ ତାପରେ ତାଙ୍କ ପାଳି ପଡ଼ିବ। ତାପରେ କହିଲେ ତମର ଆସୋସିଏସନର ଗୋଟେ ମୁଖିଆ ଗୋଟେ ଅଛନ୍ତି, ତାପରେ ତାଙ୍କୁ ବୁକ ଆମେ ଉଠେଇକି ଦେବୁ। ମୋତେ ମାନେ କେତେ ପ୍ରକାର କୋଶ୍ଚିନ୍ କଲେ। ତାପରେ ମୋତେ ବାଡ଼ଉଥାନ୍ତି, ମାରୁଥାନ୍ତି ସବୁ। ପ୍ରତ୍ୟେକ ଘଣ୍ଟାକୁ ଥରେ ପିଟାପିଟି ମୋତେ କରୁଥାନ୍ତି। ତାପରେ ରାତି 2:30ଟାରୁ ମୋ ଆଖିରୁ ପଟି ଖୋଲିଲେ। ପଟି ଖୋଲିଲା ଆସୁ ମୁଁ ଦେଖିଲା ସେଇଟା କ'ଣ ହେଉଛି, ଜଙ୍ଗଲଟା ପୁରା। ମୋତେ କହିଲେ ଏଇଠି ହାତୀ ଅଛି, ତୋତେ ଛାଡ଼ିଦେବୁ, ତୁ ଆମକୁ 5 କୋଟି ଦେ, ନହେଲେ ଛାଡ଼ିଦେବୁ। ମୁଁ କହିଲି 5 କୋଟି ମୁଁ ତ ଧରିନି ପଇସା, କେମିତି ଦେବି? ନା ତମ ଘରକୁ ଲଗା ଫୋନ୍। ହେଲେ ଘରକୁ ସେଇଠୁ ଲଗେଇଲେ। ଘରକୁ ଲଗେଇଲେ ଖାଲି କହୁଛନ୍ତି ତମେ କୁହ ତମକୁ ଭିଜିଲାନ୍ସ ବାଲା ନେଇଛନ୍ତି, ଆମେ ସକାଳ 8:30 ବେଳୁ ତମକୁ ଛାଡ଼ିଦେବୁ। ସେତିକି ଫେର ଆଉଥରେ ମୋତେ ବାଡ଼ାବାଡ଼ି କରିକି ସବୁ କରିକି ଫେର ଆଉଥରେ ପଟି ବାନ୍ଧିଲେ। ପଟି ବାନ୍ଧିକି ଫେର ଆଉଥରେ କେତେ ବାଟ କେଉଁ ଜଙ୍ଗଲରେ କୁଆଡ଼େ ଗଲେ ମୁଁ ତ ଦେଖିପାରୁନି କିଛି ନାହିଁ। ହେଲେ ସେଇଠୁ ଫେର ମୋତେ ଆଉଥରେ କ'ଣ କହିଲେ କେତେ ପଇସା ତମ ପାଖରେ ଅଛି, ଘରେ କେତେ ପଇସା ଅଛି? ମୁଁ ଘରେ ବି ମୋର ବାହାରିବ 50,000 କି 1,00,000 2 ଲକ୍ଷ ଏମିତି ବାହାରିବ। ନା ନାଇଁ, ଘରକୁ ଫୋନ୍ କରିକି ତମେ ସକାଳେ କହିବ ମୋତେ 50 ଲକ୍ଷ ଟଙ୍କା ସାଙ୍ଗେ ସାଙ୍ଗେ ଧରିକି ଆସିବେ, ଆମେ ଖୋର୍ଦ୍ଧାରେ ଗୋଟେ ଜାଗାରେ ରଖିବୁ ତମକୁ, ସେଇଠିକି ଧରିକି ଆସିବୁ। ଏମିତି କହିକି ଫୋନ୍ଟା ନେଇଗଲେ, ସିମ୍ ଫିମ୍ ସବୁ କାଢ଼ି ଦେଇକି ରଖିଦେଲେ। ତାପରେ ସକାଳୁ ଫେର ଆଉଥରେ ଗୋଟେ ଜାଗାରେ ଦେଖିଲା ସେଇଟା କେନାଲ ରାସ୍ତା ଗୋଟେ, ସେଇଟା ନୟାଗଡ଼ ବୋଲି ଗୋଟେ ଜାଗାରେ ଲେଖା ହେଇଥିଲା। ମୁଁ ଯାହା ଦେଖିଲି ସେଇଠି ନୟାଗଡ଼ ବୋଲି ଲେଖା, କେଉଁ ଗାଁ ନାଁ ମୁଁ ଜାଣିପାରିଲିନି କିଛି ନାହିଁ। ସେଇଠି ଯାଇକି ସେମାନେ ଗାଧୁଆ ପାଧୁଆ କଲେ। ତାପରେ ମଦରା ସେମାନେ ଖାଲି ପିଉଥାନ୍ତି ସବୁ ବସିକି। ମୋତେ କହିଲେ ତୋତେ କିଛି ଖାଇନ, ମଦ ପିଉଥାନ୍ତି। ମୁଁ କହିଲି ନା ମୁଁ ସେଟା ପିଉନି। ନା ପିଇବନି ଖାଇବନି କେମିତି ହେବ? କହିଲେ ଆମକୁ ପଇସା କେମିତି ମିଳିବ? ଏମିତି କହିକି ଫେର ଆଉଥରେ ମୋତେ ସକାଳେ ବାଡ଼େଇଲେ। ତାପରେ ମୋର ଆଙ୍ଗୁଠିଟାକୁ ଧରିକି ଗୋଟେ ଛୁରୀରେ ସେ ଗୋଟେ ଏମିତି କାଟୁଥିଲେ। ମୁଁ ଛୁରୀ କାଟିନା, ଗୋଟେ ଆଙ୍ଗୁଠି 1,000,000 ଟଙ୍କା। କହିଲେ ଗୋଟେ ଆଙ୍ଗୁଠି କଟା ହେବ, ଗୋଟେ 1,000,000 ଟଙ୍କା ଦେବ। ଏମିତି କହିକି ସେ ଟିକେ ନ କାଟିଛନ୍ତି, ତାପରେ ରଖିଦେବେ। ତାପରେ ଆଉଥରେ ବାଡ଼ାବାଡ଼ି, ପେଟକୁ, ମୁହଁକୁ, ସେ ପିଠିକି, ଗୋଡ଼କୁ ଖାଲି ଗୋଇଠା ଏମିତି ସବୁ ମାରୁଥାନ୍ତି। ତାପରେ ବଡ଼ ବଡ଼ ସବୁ କାତି ସବୁ କାଢ଼ିକି ଦେଖାଉଥାନ୍ତି ମୋତେ। ବଡ଼ ବଡ଼ ସବୁ ହେଇଛି, ଏତେ ବଡ଼ ବଡ଼ ସବୁ ହେଇଛି ଖଣ୍ଡା ଭଳିଆ, ମୋ ବେକରେ ସିଲେ ଲଗେଇକି ରଖିଥାନ୍ତି। ତାପରେ ସେଇଠି ଫେର ଆଉ ସକାଳ 7ଟା 7:30 ବେଳକୁ କହିଲେ ଘରକୁ ଫୋନ୍ କର, ତମେ ଫୋନ୍ କର। ମୁଁ ସେ ଭୁବନେଶ୍ୱରରେ ସେ ଅଛି ଆମର ସେ ଅଫିସରୁ ଏନେ ବାହାରିବି, ମୁଁ ପହଞ୍ଚିଲା ଆସୁ 1-1.5 ଘଣ୍ଟା ଲାଗିବ, ତମେ କିଛି ଚିନ୍ତା ହେବା ଦରକାର ନାହିଁ। ଏତିକି କହିଦେଇକି ଫେର ଆଉଥରେ ବନ୍ଦ କରିଦେଲେ। ତାପରେ ଫେର ଆଉଥରେ ଫୋନ୍ କଲେ, ଅନ୍ କଲେ ସିମ୍ଟା ପକେଇକି କହିଲେ ତମେ ଦେଖ କେତେ ଜଣ ଫୋନ୍ କରୁଛନ୍ତି ତମକୁ, ଆଉ ଯିଏ ଫୋନ୍ କରୁଛନ୍ତି ତମେ ସିମ୍ ଯେଉଁ କଥା ହେବ ଲାଉଡ଼ ସ୍ପିକର ଅନ୍ କରିକି କଥା ହେବ ସବୁ ଜାଗା। ମୁଁ ଲାଉଡ଼ ସ୍ପିକର ହେଲେ ଆମର ଘର ପରିବାର ସମସ୍ତେ ଖାଲି ଫୋନ୍ କରୁଥାନ୍ତି, କେତେବେଳେ ଆସିବ କ'ଣ କରିବ, ତମେ ତ କହିଥିଲ 1.5 ଘଣ୍ଟା ହେଲାଣି, ଏବେ 1.5 ଘଣ୍ଟା ହେଇଗଲାଣି, ତମେ ତ ଆସିପାରୁନ, କେଉଁଠି ଅଛ? ହେଲେ ସେମାନେ ମୋତେ ଯାହା କହୁଛନ୍ତି ମୁଁ ତାହା କହୁଛି, କାରଣ ମୁଁ ଆଉ କିଛି କହିପାରିବିନି, କାରଣ ସେମାନେ ମାରଣ ଧରିଛନ୍ତି ସବୁ। ହେଲେ ତାପରେ ମୋତେ ବମ୍ ଗୋଟେ ଦେଖେଇଲେ ସେ ଭିତରେ ବି, କହିଲେ ନହେଲେ ଫୁଟେଇ ଦୁ ତୁ ଇଆଡ଼ୁ ସିଆଡ଼ୁ କହିବୁ। ହେଲେ ସେ ବମ୍ଟାକୁ ସେମାନେ ସେ ପାଣିରେ ଡିଷ୍ଟ୍ରୟ କରିଦେଲେ। ସେ ଆଉ ଗାଡ଼ି ରଖିଲେ, ସେଇଠି ପକେଇଦେଲେ। 4ଟା ରଖିଥିଲେ ସେଇଠୁ, ମୋତେ ଦେଖେଇଲେ 4ଟା। ତାପରେ ଆଉ ଥରେ କୋଉଠି ଆମେ ଯେତେବେଳେ ଆସିଲୁ ଆମର ମୁଁ ଯୋଉ ସ୍କୁଟିରେ ରଖିଥିଲି ଡିକି ଭିତରେ, ସେଇଟାକୁ ସେମାନେ ନେଇଗଲେ। ସ୍କୁଟିରୁ କାଢି ସ୍କୁଟିଟା ରଖିଥିଲେ ସେପଟେ, ପଇସା ଯାକ ସବୁ ନେଇଗଲେ। ସେ ସବୁ ଗାଡି ଭିତରେ ରଖିଥିଲେ। କୋଉଟା ପୋଲିସ ହେଲେ ମୁଁ ତ ଜାଣିନି କିଏ ଦେଲା। ମୁଁ ଯେତେବେଳେ ଆସୁଥିଲି ମାନେ ଆମର କଣ ନୟାଗଡ଼ରୁ ଚାନ୍ଦପୁର ରାସ୍ତାରେ ଯେତେବେଳେ ଆସୁଥିଲି, ସେ ଯୋଉ ଚାନ୍ଦପୁର ଛକଟା ଅଛି ଯୋଉଠି, ସେଇଠିକି ମୋ ଗାଡି ଗଲା ଗୋଟେ ଗାଡିଟେ ସ୍ପିଡରେ ଆସିଲା। ସେଇଠୁ ଦେଖିଲି ମୁଁ ପୋଲିସ ବାବୁ ଜଣେ ସେ ଗାଡି ଉପରକୁ ଆସିକି ଆଟାକ୍ କଲେ ସାଙ୍ଗେ ସାଙ୍ଗେ, ମାନେ ଡେଇଁକି ପୁରା ଧରଲେ। ହେଲେ ମୋତେ ସେ ସେଇଠୁ ପୁରା କଟାକଟି କରି ପେଲାପେଲି କରିକି ସେ ଗାଡି ଆସୁଥିଲା। ତାପରେ ମୋତେ କହିଲେ ତୁ ବେଗି ଓହ୍ଲେଇକି ଡେଇଁକି ପଳା, କହିଲେ ତୋ ଦେହରେ କ'ଣ ଲାଗିଛି, ପୋଲିସ ବାଲା ଜାଣି ଦଉଛନ୍ତି କ'ଣ ହଉଛି, ତୁ ଓହ୍ଲାବି। ହେଲେ ମୋତେ ସେଇଠୁ କ'ଣ କଲେ, ଗାଡ଼ିରୁ ଧୀରେ ଧୀରେ ପେଲିଦେଲେ ତଳକୁ। ମୋ ମୋବାଇଲ 2ଟାକୁ ବାହାରକୁ ଫୋପାଡ଼ି ଦେଲେ। ମୋତେ ସିମ୍ ମୋତେ ଦେଇନାହାନ୍ତି ମୋବାଇଲର।
तापर से आगू चलले मत से मुझे दौड़ी 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 मुझे गली चांदपुर जाए गली खाली पादरे मो सहित ड्रेस फ्रेस सब चिड़ी दे मत बाड़े मुझे दौड़ी दौड़ी गली ना घर को जाऊँ।